ମନ ଅଶାନ୍ତ ଥିଲେ କ'ଣ କରିବେ? ଗୌତମ ବୁଦ୍ଧଙ୍କ ଏକ ଶିକ୍ଷାପ୍ରଦ କାହାଣୀ। ମନ ହେଉଛି ଏକ ଆଇନା। ଏହା ଯେତେବେଳେ ରାଗ, ଚିନ୍ତା ଓ ଭୟର ଧୂଳିରେ ଢାଙ୍କିଯାଏ, ସେତେବେଳେ ଜୀବନର ସୁନ୍ଦରତା ଆଉ ଦେଖାଯାଏ ନାହିଁ। କିନ୍ତୁ ଧୈର୍ଯ୍ୟର ଜଳରେ ସେହି ଧୂଳି ଧୋଇଗଲେ ସେହି ମନ ଆଲୋକରେ ଭରିଯାଏ। ବନ୍ଧୁଗଣ, ଜୀବନରେ ଏମିତି କୌଣସି ମଣିଷ ନାହାନ୍ତି ଯାହାଙ୍କ ମନ କେବେ ଅଶାନ୍ତ ହୋଇନାହିଁ। କେବେ ନିଜ ଲୋକଙ୍କ କଥାରେ, କେବେ ବିଫଳତାରେ, କେବେ ବିଶ୍ୱାସଘାତକତାରେ, ତ କେବେ ଭବିଷ୍ୟତର ଚିନ୍ତାରେ ଆମ ମନ ଅସ୍ଥିର ହୋଇଯାଏ। ସେହି ସମୟ ଲାଗେ ଯେପରି ଦୁନିଆରେ କେହି ଆମକୁ ବୁଝୁନାହାନ୍ତି। ଏକ ଦିନ ଜଣେ ଯୁବକ ଗୌତମ ବୁଦ୍ଧଙ୍କ ପାଖକୁ ଆସିଲେ। ତାଙ୍କ ଆଖିରେ ଲୁହ, ମୁହଁରେ ନିରାଶା ଓ ହୃଦୟରେ ଅସୀମ କଷ୍ଟ ଥିଲା। ସେ ବୁଦ୍ଧଙ୍କୁ କହିଲେ, ଭଗବାନ, ମୋର ମନ ସବୁବେଳେ ଅଶାନ୍ତ ରହୁଛି। ମୁଁ ହସିବାକୁ ଚାହୁଁଛି, କିନ୍ତୁ ମନ କାନ୍ଦୁଛି। ଶାନ୍ତି କେଉଁଠି ମିଳିବ? ବୁଦ୍ଧ କୌଣସି ଉତ୍ତର ଦେଲେ ନାହିଁ। ସେ ଯୁବକଙ୍କୁ ନେଇ ନିକଟସ୍ଥ ଏକ ପୋଖରୀ ପାଖକୁ ଗଲେ। ସେଠାରେ ପାଣି ବହୁତ ଗୋଳିଆ ଥିଲା, କାରଣ କିଛି ସମୟ ପୂର୍ବରୁ ବଳଦ ଗାଡ଼ି ସେହି ପାଣିକୁ ଅତିକ୍ରମ କରିଥିଲା। ବୁଦ୍ଧ କହିଲେ, ଏହି ପାଣି ପିଇବାକୁ ଯୋଗ୍ୟ କି? ଯୁବକ କହିଲେ, ନାହିଁ ଭଗବାନ, ଏହା ତ ସମ୍ପୂର୍ଣ୍ଣ ଗୋଳିଆ। ବୁଦ୍ଧ କହିଲେ, କିଛି ସମୟ ଅପେକ୍ଷା କର। ଦୁହେଁ ଚୁପଚାପ ବସି ରହିଲେ। ଅଳ୍ପ ସମୟ ପରେ ମାଟି ତଳକୁ ବସିଗଲା। ପାଣି ସମ୍ପୂର୍ଣ୍ଣ ସଫା ଓ ସ୍ୱଚ୍ଛ ହୋଇଗଲା। ବୁଦ୍ଧ ହସି କହିଲେ, ଦେଖ, ପାଣିକୁ ସଫା କରିବା ପାଇଁ ଆମେ କିଛି ତ କଲୁ କି? ନାହିଁ, ଆମେ କେବଳ ତାକୁ ଶାନ୍ତ ହେବାର ସମୟ ଦେଲୁ। ତୁମର ମନ ମଧ୍ୟ ଏହି ପୋଖରୀ ପରି। ଯେତେବେଳେ ଦୁଃଖ, କ୍ରୋଧ ଓ ଚିନ୍ତା ତାକୁ ବିବ୍ରତ କରିଦିଏ, ସେତେବେଳେ ତୁରନ୍ତ ନିଷ୍ପତ୍ତି ନିଅ ନାହିଁ। ନିଜକୁ କିଛି ସମୟ ଦିଅ। ସମୟ ସହିତ ମନ ନିଜେ ସ୍ୱଚ୍ଛ ହୋଇଯିବ। ଯୁବକଙ୍କ ଆଖିରେ ଆଶାର ଆଲୋକ ଫୁଟି ଉଠିଲା। ବନ୍ଧୁଗଣ, ଆମ ଜୀବନର ସବୁଠାରୁ ବଡ଼ ଭୁଲ ହେଉଛି ଅଶାନ୍ତ ମନରେ ବଡ଼ ନିଷ୍ପତ୍ତି ନେବା। ରାଗରେ କହିଥିବା କଥା, ଦୁଃଖରେ ନେଇଥିବା ନିଷ୍ପତ୍ତି ଓ ଚିନ୍ତାରେ କରିଥିବା କାମ ପରେ ଅନୁତାପର କାରଣ ହୋଇଥାଏ। ମନେ ରଖନ୍ତୁ, ସମସ୍ୟା ମଣିଷକୁ ଭାଙ୍ଗିବା ପାଇଁ ଆସେ ନାହିଁ, ବରଂ ତା'ର ଭିତରେ ଲୁଚି ରହିଥିବା ଶକ୍ତିକୁ ଜାଗ୍ରତ କରିବା ପାଇଁ ଆସେ। ଯଦି କେହି ଆପଣଙ୍କୁ ଅପମାନ କରେ, ତୁରନ୍ତ ପ୍ରତିଶୋଧ ଦିଅନ୍ତୁ ନାହିଁ। ଯଦି କେହି ଛାଡ଼ି ଚାଲିଯାଏ, ନିଜକୁ ଶେଷ ଭାବନ୍ତୁ ନାହିଁ। ଯଦି ଜୀବନରେ ବିଫଳତା ଆସେ, ନିଜ ଭାଗ୍ୟକୁ ଦୋଷ ଦିଅନ୍ତୁ ନାହିଁ। କାରଣ ଯେଉଁ ରାତି ଯେତେ ଅନ୍ଧକାର ହୁଏ, ସେହି ରାତି ପରେ ସୂର୍ଯ୍ୟୋଦୟ ସେତେ ସୁନ୍ଦର ହୁଏ। ଯେତେବେଳେ ମନ ଅଶାନ୍ତ ହୁଏ, ନିଜ ଶ୍ୱାସକୁ ଧୀରେ ଧୀରେ ଅନୁଭବ କରନ୍ତୁ। କିଛି ସମୟ ପ୍ରକୃତି ସହିତ ବିତାନ୍ତୁ। ଯେଉଁ କଥା ଆପଣଙ୍କ ହାତରେ ନାହିଁ, ତାକୁ ଛାଡ଼ି ଦିଅନ୍ତୁ ଏବଂ ଯେଉଁ କଥା ଆପଣଙ୍କ ହାତରେ ଅଛି, ସେଥିରେ ଧ୍ୟାନ ଦିଅନ୍ତୁ। ଏହା ହିଁ ପ୍ରକୃତ ଜ୍ଞାନ। ଗୌତମ ବୁଦ୍ଧ କହୁଥିଲେ, ଅନ୍ୟକୁ ଜିତିବା ଠାରୁ ନିଜ ମନକୁ ଜିତିବା 1000 ଗୁଣ ଶ୍ରେଷ୍ଠ। ଆପଣଙ୍କ ମନ ଯଦି ଶାନ୍ତ ଅଛି, ତେବେ ଦୁନିଆର କୌଣସି ଝଡ଼ ଆପଣଙ୍କୁ ହରାଇ ପାରିବ ନାହିଁ। କିନ୍ତୁ ମନ ଯଦି ଅଶାନ୍ତ, ତେବେ ଛୋଟ ସମସ୍ୟା ମଧ୍ୟ ପାହାଡ଼ ପରି ଲାଗିବ। ସବୁବେଳେ ମନେ ରଖନ୍ତୁ, ଶାନ୍ତ ମନରେ ନିଆଯାଇଥିବା ଗୋଟିଏ ନିଷ୍ପତ୍ତି ରାଗରେ ନିଆଯାଇଥିବା 100 ନିଷ୍ପତ୍ତି ଠାରୁ ଅଧିକ ମୂଲ୍ୟବାନ। ଜୀବନ କେବେ ସବୁଦିନ ଫୁଲରେ ଭରି ରହିବ ନାହିଁ। କେବେ କଣ୍ଟା ମଧ୍ୟ ଆସିବ। କିନ୍ତୁ କଣ୍ଟାକୁ ଦେଖି ଯେ ରାସ୍ତା ଛାଡ଼ିଦିଏ, ସେ କେବେ ଫୁଲର ସୁଗନ୍ଧ ପାଇପାରେ ନାହିଁ। ତେଣୁ ଆଜିଠାରୁ ଗୋଟିଏ ସଂକଳ୍ପ କରନ୍ତୁ, ମନ ଅଶାନ୍ତ ହେଲେ ଭୟ କରିବି ନାହିଁ,
ଧୈର୍ଯ୍ୟ ଧରିବି, ନିଜ ଭିତରକୁ ଦେଖିବି ଏବଂ ସମୟକୁ ତା'ର କାମ କରିବାକୁ ଦେବି। ଶେଷରେ କେବଳ ଗୋଟିଏ କଥା, ଜୀବନର ସବୁଠାରୁ ବଡ଼ ବିଜୟ ଧନ, ଯଶ କିମ୍ବା ସଫଳତା ନୁହେଁ, ବରଂ ଅଶାନ୍ତ ପରିସ୍ଥିତିରେ ମଧ୍ୟ ନିଜ ମନକୁ ଶାନ୍ତ ରଖିବାର କ୍ଷମତା ହିଁ ପ୍ରକୃତ ବିଜୟ। ଈଶ୍ୱର କରନ୍ତୁ ଆପଣଙ୍କ ମନ ସବୁବେଳେ ଆଶା, ସାହସ, ଧୈର୍ଯ୍ୟ ଓ ଭଲ ପାଇବାରେ ପରିପୂର୍ଣ୍ଣ ରହୁ। କାରଣ ଶାନ୍ତ ମନର ହିଁ ସୁନ୍ଦର ଜୀବନର ଆରମ୍ଭ ହୁଏ। ଆଜି ପାଇଁ ରହିଲି, ନମସ୍କାର। ଭିଡ଼ିଓ ଯଦି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରିଦେବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ମୁଁ ପୁଣି ଆଉ ଗୋଟିଏ ନୂଆ ଭିଡ଼ିଓ ନେଇ ଆସିବି।